ଆଜିର ଚାଲିଶଟି ଅନୁଚିନ୍ତା ଯାହା ଆପଣଙ୍କ ଜୀବନକୁ ବଦଳେଇ ଦବ। 1. ମନୁଷ୍ୟର ସବୁଠାରୁ ବଡ଼ ଶତ୍ରୁ ହେଉଛି କ୍ରୋଧ। ଯେପରି ଅଗ୍ନି କାଠରୁ ଜାତ ହୋଇ ସେହି କାଠକୁ ହିଁ ଦହନ କରିଥାଏ, ସେହିପରି କ୍ରୋଧ ଆମ ଶରୀରରେ ରହି ଶରୀରକୁ ନଷ୍ଟ କରିଦିଏ। 2. ସବୁଠାରୁ ବଡ଼ ସେବା ହିଁ ଜୀବନର ଖୁସିକୁ ଅନ୍ୟର ସାଥିରେ ବାଣ୍ଟିବା। ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କର ନିଜର ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ଦୋଷ ଦେଉଥାନ୍ତି, ତେବେ ଜାଣିନିଅନ୍ତୁ ଆପଣଙ୍କର ସମସ୍ୟା ଓ ଦୁଃଖ କେବେ ବି ଦୂର ହେବ ନାହିଁ। 3. ଭଗବାନ ହାତ ଦେଇଛନ୍ତି ଯେତେବେଳେ ଲେଖ ଏମିତି ଲେଖନ୍ତୁ ଯେମିତି ତାକୁ ପଢ଼ି ଆପଣଙ୍କ ଶତ୍ରୁ ବି ଆପଣଙ୍କୁ ପ୍ରେମ କରିବ। ସେହିଭଳି ମସ୍ତିଷ୍କ ଦେଇଛନ୍ତି ବିଚାର କରିବାକୁ। ଏମିତି ବିଚାର କରନ୍ତୁ ଯେ ଯେମିତି ଦୋଷୀ ବି ଅନୁତାପର ଅଶ୍ରୁ ଝରାଇ ସୁଧୁରି ଯିବ। ଆଉ ଭଗବାନ ଆମକୁ ମନ ଓ ହୃଦୟ ଦେଇଛନ୍ତି ଭଲ ଚିନ୍ତା କରିବାକୁ। ଆପଣ ଏମିତି ଚିନ୍ତା କରନ୍ତୁ ଯେ ଯେମିତି ପ୍ରତିଟି ପ୍ରାଣୀର ମଙ୍ଗଳରେ ଏ ଧରାପୃଷ୍ଠ ନାଚି ଉଠିବ। ତେବେ ଯାଇ ସିନା ଆପଣ ମଣିଷ ଶବ୍ଦର ମାନ ମର୍ଯ୍ୟାଦା ରଖିପାରିବେ। 4. କୌଣସି ଭଲ ଲୋକ ସହିତ ଧୈର୍ଯ୍ୟଠୁ ଅଧିକ ଖରାପ ବ୍ୟବହାର କରନ୍ତୁ ନାହିଁ। କାହିଁକି ନା ସବୁଠୁ ସୁନ୍ଦର କାଚ ଭାଙ୍ଗିଗଲେ ହତିଆରରେ ପରିଣତ ହୋଇଯାଏ। 5. ଯଦି ଭଗବାନ ଦେବେ ତ କେହି ନେଇ ପାରିବେ ନାହିଁ। ଯଦି ଭଗବାନ ନେବେ ତ କେହି ଅଟକାଇ ପାରିବେ ନାହିଁ। 6. ଭଗବାନଙ୍କ ନାମ ଯେଉଁ ବାଟରେ ନିଅ, ପ୍ରେମରେ ନିଅ ବା କ୍ରୋଧରେ ନିଅ, ବୁଝି ବିଚାରି ନିଅ ବା ନ ବୁଝି ନିଅ, ସବୁ ଅବସ୍ଥାରେ ସର୍ବଦା ତୁମର କଲ୍ୟାଣ ହେବ ହିଁ ହେବ। 7. ଯେଉଁ ଲୋକ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଧର୍ମର ଦାହି ଦେଇ ପରକୁ ଠକାଏ, ନିଜ ମତ ଜାହିର କରିବା ପାଇଁ ଅନ୍ୟର ମୂଲ୍ୟବାନ ମତକୁ ଉପେକ୍ଷା କରେ, ଗୁପ୍ତ ଭାବରେ ନାନା ବ୍ୟଭିଚାର କରୁଥିଲେ ହେ ବାହ୍ୟ କ୍ରିୟାକଳାପରେ ନିଜର ଧର୍ମଭାବ ଦେଖାଏ, ସେ କଦାପି ବିଶ୍ୱାସଯୋଗ୍ୟ ନୁହେଁ। 8. ଜୀବନରେ ଯଦି କାହାକୁ ସାହାଯ୍ୟ କରିବା ପାଇଁ ଅନ୍ୟ କାହାର ସାହାରା ବଣିବା କିଛି ଖରାପ କଥା ନୁହଁ, କିନ୍ତୁ ମନରେ ସ୍ୱାର୍ଥ ରଖି କାହାକୁ ସାହାଯ୍ୟ କରବାରେ କିଛି ମୂଲ୍ୟ ହିଁ ନଥାଏ, ଏହା ନିଶ୍ଚୟ ମନେ ରଖନ୍ତୁ। 9. ମୂର୍ଖ ବ୍ୟକ୍ତି ଅନ୍ୟମାନଙ୍କର ଅନିଷ୍ଟ କରିବା ଲକ୍ଷ୍ୟରେ ଏମିତି ଅନ୍ଧ ହୋଇଯାଇଥାଏ ଯେ କେତେବେଳେ ତା ନିଜର କେତେ କ୍ଷତି ହେଉଛି ତାହା ତାକୁ କେବେହେଲେ ଜଣା ପଡ଼ିନଥାଏ। 10. ନିଜକୁ ସଚ୍ଚୋଟ ବନାଇବା ଆଶାରେ କେବେହେଲେ ନିଜ ଜୀବନକୁ ନଷ୍ଟ କରନ୍ତୁ ନାହିଁ, କାହିଁକି ନା ଆବଶ୍ୟକତା ଠାରୁ ଅଧିକ ସଚ୍ଚୋଟ ବଣିଲେ ଲୋକେ ଲେମ୍ବୁ ପରି ଚିପୁଡ଼ି ଦିଅନ୍ତି, ଆଉ ପରିଶେଷରେ ଲେମ୍ବୁ ଚୋପା ପରି ଆପଣ ବି ପିତା ହୋଇଯିବେ। 11. କଲରା ପାଟିକୁ ପିତା ଲାଗିଲେ କଣ ହେବ କିନ୍ତୁ ଶରୀର ପାଇଁ ହିତକର, ସେହିପରି ଗୁରୁଜନଙ୍କ ଗାଳି ଗୁଲଜ କାନକୁ ଖରାପ ଲାଗିଲେ କଣ ହେବ ଜୀବନ ସକାଶେ ହିତକର। 12. ସମୟ ଏବଂ ଶିକ୍ଷକ ଏ ଦୁଇଜଣ ଆମକୁ ଶିକ୍ଷା ଦିଅନ୍ତି, ତଫାତ୍ କେବଳ ଏତିକି, ଶିକ୍ଷକ ଆମକୁ ଶିକ୍ଷା ଦେଲା ପରେ ପରୀକ୍ଷା କରନ୍ତି, ସମୟ ଆମକୁ ପରୀକ୍ଷା କଲା ପରେ ଶିକ୍ଷା ଦିଏ। 13. ଏକୁଟିଆ ବଞ୍ଚିବା ଅଭ୍ୟାସ କରିନିଅ, କାରଣ ଏଠି କାମ ଥିଲା ବେଳେ ସମସ୍ତେ ନିଜର, ଆଉ କାମ ସରିଗଲେ ଏକୁଟିଆ କରି ଚାଲିଯିବେ। 14. ମହୁମାଛି ଜାଣେ ସେ କେବେ ସଞ୍ଚୟ କରୁଥିବା ମହୁ ଖାଇପାରିବ ନାହିଁ, ତା ପରିଶ୍ରମର ଫଳକୁ ଅନ୍ୟମାନେ ଉପଭୋଗ କରିବେ, ତଥାପି ସେ ତା କର୍ମରେ ଅବହେଳା କରେ ନାହିଁ। ପରୋପକାର ହିଁ ଶ୍ରେଷ୍ଠ କର୍ମ, କର୍ମ ହିଁ ଭଗବାନ। 15. ସୁନ୍ଦରତା ଥାଉ କି ନଥାଉ, ସରଳତା ରହିବା ଉଚିତ, ସୁଗନ୍ଧ ଥାଉ କି ନଥାଉ, ମହକ ରହିବା ଉଚିତ, ସମ୍ପର୍କ ଥାଉ କି ନଥାଉ, ଭଲ ପାଇବା ରହିବା ଉଚିତ, ଦେଖା ହେଉ କି ନ ହେଉ, କଥା ହେବା ଉଚିତ, ଏହା ହିଁ ସମ୍ପର୍କ। 16. ଭୋକ ଲାଗିଲେ ମା, ଦୁଃଖ ଲାଗିଲେ ମା, ଭୟ ଲାଗିଲେ ମା, ଏହିଭଳି ସବୁବେଳେ ମା ମା ବୋଲି ଡାକିଥାଉ, କିନ୍ତୁ ଯେତେବେଳେ ପିଲା ଉନ୍ନତି ହୋଇ ଖୁସିରେ ରହେ, ସେ ନିଜ ମା ବାପାଙ୍କୁ ଭୁଲିଯାଏ। ମନେ ରଖିଥାଅ, ମା ବାପାଙ୍କ ଭଳି ଦୁନିଆରେ କେହି ବି ମିଳିବେ ନାହିଁ। 17. କେବଳ ଆଗକୁ ବଢ଼ନ୍ତୁ ଏବଂ ଆପଣଙ୍କ ବିଷୟରେ କେହି କଣ ଭାବୁଛନ୍ତି ସେ ବିଷୟରେ ଚିନ୍ତା କରନ୍ତୁ ନାହିଁ। ତୁମ ପାଇଁ ଯାହା କରିବାକୁ ପଡ଼ିବ ତାହା କର, ଯାହା ଆପଣଙ୍କୁ ପ୍ରେରଣା ଦେବ। 18. ତୁମେ ହରାଇଥିବା ପ୍ରତ୍ୟେକ ପାଇଁ ମନେରଖ, ତୁମେ ଅନ୍ୟ କିଛି ହାସଲ କରିଛ, ଅନ୍ଧାର ବିନା ତୁମେ ତାରାଗୁଡ଼ିକୁ କେବେ ଦେଖିବ ନାହିଁ। 19. ଫୁଲ ଫୁଟିଲେ ବାସ୍ନା ହୁଏ, ବାସ୍ନା ଦ୍ୱାରା ତା ପାଖକୁ ଅନେକ ଲୋକଙ୍କୁ ମନଲୋହିତ କରିଦିଏ, କିନ୍ତୁ
ବାସ୍ନା ଦ୍ୱାରା ଫୁଲ ନିଜର ପରିଚୟ ସୃଷ୍ଟି କରେ। ତୁମ କର୍ମ ଦ୍ୱାରା ତୁମେ ନିଜେ ହିଁ ଏ ଦୁନିଆରେ ପରିଚୟ ସୃଷ୍ଟି କରୁଛ କାରଣ ବାସ୍ନା ନଥିଲେ ଫୁଲକୁ ଚିହ୍ନନ୍ତି ନାହିଁ, କର୍ମ ନଥିଲେ ତୁମକୁ ଚିହ୍ନନ୍ତି ନାହିଁ। 20 ସଫା ହୃଦୟର ଥିବା ଲୋକ ସବୁ ମାନସିକ ଯନ୍ତ୍ରଣା ପାଏ କାରଣ ଅନେକ ସମୟରେ ଲୋକମାନେ ତାକୁ ବୁଝିପାରନ୍ତି ନାହିଁ କିମ୍ବା ବୁଝିକି ବି ଜାଣିଶୁଣି କଷ୍ଟ ଦିଅନ୍ତି। 21 ଜୀବନରେ ଯଦି କେବେ ସେବା ମନୋଭାବ କରିବାର ଅଛି ତ କେବେହେଲେ ସମୟ ଦେଖନ୍ତୁ ନାହିଁ। ସେହିପରି ପ୍ରସାଦ ପାଇବାର ଅଛି ତ ସ୍ୱାଦ ଦେଖନ୍ତୁ ନାହିଁ, ଆଉ ପ୍ରେମ କରିବାର ଅଛି ତ ସ୍ୱାର୍ଥ ଦେଖନ୍ତୁ ନାହିଁ। ଯଦି କାହାକୁ ସାହାଯ୍ୟ କରିବାର ମନୋଭାବ ଅଛି ତ ଖର୍ଚ୍ଚ କେତେ ହେବ ଜମାରୁ ଭାବନ୍ତୁ ନାହିଁ। 22 ଏ ଜୀବନର ନିୟମ ବି ବଡ଼ ଅଜବ। ଗୋଟିଏ ଆଡୁ କହେ ଅପେକ୍ଷାର ଫଳ ମିଠା ହୋଇଥାଏ ତ ଅନ୍ୟ ଆଡୁ କହେ ସମୟ କେବେହେଲେ କାହାରିକୁ ଅପେକ୍ଷା କରେ ନାହିଁ। କିନ୍ତୁ ଉଭୟ ସତ୍ୟ ନିଷ୍ଠାର ସହିତ କାର୍ଯ୍ୟ କରିଚାଲିଲେ ଆଜି ନ ହେଲେ ବି କାଲି ସଫଳତା ନିଶ୍ଚୟ ପ୍ରାପ୍ତି ହେବ। ତେଣୁକରି ତ ଖାଲି ଭାଗ୍ୟ ଉପରେ ଭରସା କରି ବସି ରହିଲେ ହେବ ନାହିଁ। ଜୀବନର ବହୁମୂଲ୍ୟ ସମୟକୁ ବି ହରାଇବାକୁ ପଡ଼େ। 23 ଯେମିତି ପାଣିର ମୂଲ୍ୟ ପାଣିରେ ଥାଏ, ଶୋଷରେ ଥାଏ। ଧୋକାର ମୂଲ୍ୟ ବିଶ୍ୱାସରେ ଥାଏ। କୋପଟର ମୂଲ୍ୟ ଦୟାରେ ଥାଏ। ଆଉ ଏ ସଂସାରରେ ସମସ୍ତେ ତ ଭଲ ପାଇ ପାରିବେ ହେଲେ ପ୍ରେମର ମୂଲ୍ୟ କେବଳ ବିଶ୍ୱାସରେ ହିଁ ଥାଏ। 24 ଭୋକ ଲାଗିଲେ ମା, ଦୁଃଖ ଲାଗିଲେ ମା, ଭୟ ଲାଗିଲେ ମା, ଏହିଭଳି ସବୁବେଳେ ମା ମା ବୋଲି ଆମେ ଡାକିଥାଉ କିନ୍ତୁ ଯେତେବେଳେ ପିଲା ଉନ୍ନତି ହୋଇ ଖୁସିରେ ରହେ ସେ ନିଜ ମା ବାପାଙ୍କୁ ଭୁଲିଯାଏ। ମନେ ରଖିଥାନ୍ତୁ ମା ବାପାଙ୍କ ଭଳି ଦୁନିଆରେ ଆଉ କେହି ବି ମିଳିବେ ନାହିଁ। 25 ମହୁମାଛି ଜାଣେ ସେ କେବେ ସଞ୍ଚୟ କରୁଥିବା ମହୁ ଖାଇପାରିବ ନାହିଁ। ତା ପରିଶ୍ରମର ଫଳକୁ ଅନ୍ୟମାନେ ଉପଭୋଗ କରିବେ ତଥାପି ସେ ତା କର୍ମରେ କେବେହେଲେ ଅବହେଳା କରେ ନାହିଁ। ତେଣୁକରି ତ କଥାରେ ଅଛି ପରୋପକାର ହିଁ ଶ୍ରେଷ୍ଠ କର୍ମ ଆଉ ନିଜର ସତ କର୍ମ ହିଁ ଭଗବାନ। 26 ସୁନ୍ଦରତା ଥାଉ କି ନଥାଉ ସରଳତା ରହିବା ଉଚିତ। ସୁଗନ୍ଧ ଥାଉ କି ନଥାଉ ମହକ ରହିବା ଉଚିତ। ସମ୍ପର୍କ ଥାଉ କି ନଥାଉ ଭଲ ପାଇବା ରହିବା ଉଚିତ। ଦେଖା ହେଉ କି ନ ହେଉ କଥା ହେବାଟା ଉଚିତ। ଏହା ହିଁ ମଣିଷ ପଣିଆର ଉତ୍ତମ ସମ୍ପର୍କ। 27 ଅତି ଗଭୀର ସାଗର ସହିତ ଅର୍ଥ ଟଙ୍କା ପଇସାର ତୁଳନା କରାଯାଇପାରେ। ସେଥିରେ ଥଳ କୂଳ ନ ପାଇ ସମ୍ମାନ, ବିବେକ ଓ ସତ୍ୟ ବୁଡ଼ିଯାଆନ୍ତି। 28 ନିଜେ ଦୁର୍ବଳ ହେଲା ପରେ ଯଦି ହସି ପାରୁଛ ତେବେ ତୁମକୁ କେହି ଭାଙ୍ଗି ପାରିବେ ନାହିଁ। 29 ମୂର୍ଖ ବ୍ୟକ୍ତିଙ୍କୁ ନିଦରୁ ଉଠାଇବା ବିପଦଜନକ। ମୂର୍ଖକୁ ବୁଝାଇବା ମଇଁଷି ଆଗରେ ବିନ୍ ବଜାଇବା ଭଳି ହୋଇଥାଏ। ଆଉ ଯଦି ସେ ଉଠିଯାଏ ତେବେ ଆପଣଙ୍କୁ ଅସୁବିଧାରେ ପକାଇପାରେ। 30 ତୁମେ ହରାଇଥିବା ପ୍ରତ୍ୟେକ ପାଇଁ ମନେରଖ ତୁମେ ଅନ୍ୟ କିଛି ହାସଲ କରିଛ। ଅନ୍ଧାର ବିନା ତୁମେ ତାରାଗୁଡ଼ିକୁ କେବେ ଦେଖିବ ନାହିଁ। 31 ପରିଶ୍ରମ କରୁଥିବା ଲୋକ କେବେ ଭୋକରେ ଶୁଏ ନାହିଁ। ଖରାପ ଚିନ୍ତା କରୁଥିବା ଲୋକର କେବେ ପେଟ ପୂରେ ନାହିଁ। 32 ପୁରୁଷର 4 ବଡ଼ ଶତ୍ରୁ, ଏଇ 4 ଜଣ ଏମାନଙ୍କ ଦ୍ୱାରା ବିପଦ ନିଶ୍ଚିତ ଆସିବ। କରଜ କରିଥିବା ପିତା, ଚରିତ୍ରହୀନା ମା, ସୁନ୍ଦରୀ ପତିତା ସ୍ତ୍ରୀ, ମୂର୍ଖ ଦୁଷ୍ଟ ପୁତ୍ର। 33 ସବୁଠାରୁ ଅଳ୍ପରେ ଯେ ସନ୍ତୁଷ୍ଟ ହୋଇପାରିଲା ସେ ହିଁ ଏ ସଂସାରରେ ଶ୍ରେଷ୍ଠ ଧନୀ କାରଣ ହିଁ ପ୍ରକୃତ ସମ୍ପଦ। 34 ବିପୁଳ ସମ୍ପଦ ସର୍ବନାଶର କାରଣ ହୁଏ ଯେପରିକି ଅତ୍ୟଧିକ ସୂର୍ଯ୍ୟ କିରଣ ମରୁଭୂମି ସୃଷ୍ଟି କରେ। 35 କ୍ରୋଧ ପ୍ରଥମେ ଆରମ୍ଭ ହୁଏ ନିର୍ବୋଧତାରୁ ଓ ଶେଷ ହୁଏ ଅନୁତାପରେ। 36 ମଣିଷ ଯେତେବେଳେ ମିଛ ସପନ ଆଉ ଲାଳସା ଭିତରେ ଥାଏ ସେତେବେଳେ ମନେ କରେ ଜୀବନଟା ବହୁତ ସହଜ ଆଉ ଯେତେବେଳେ ବାସ୍ତବତାର ସାମ୍ନା ସାମ୍ନି ଛିଡ଼ା ହୁଏ ସେତେବେଳେ ବୁଝିପାରେ ଜୀବନଟା କେତେ କଠିନ। 37 ମାନବ ଜୀବନ ହେଉଛି କର୍ମକ୍ଷେତ୍ର ଆଉ ତା ମନ ହେଉଛି କୃଷକ। ପାପ ଆଉ ପୁଣ୍ୟ ଦୁଇ ପ୍ରକାର ବୀଜ। ଯେଉଁ ମାନବ ଜୀବନ ରୂପକ କର୍ମକ୍ଷେତ୍ରରେ ଯେଉଁ ପ୍ରକାରର ବୀଜ ବୁଣିବ ସେ ସେହି ଅନୁସାରେ ଫଳ ପ୍ରାପ୍ତି ହେବ। ତେଣୁ ଆମେ ମାନେ ସବୁବେଳେ ଜୀବନ ରୂପକ କର୍ମ କ୍ଷେତ୍ରରେ ପୁଣ୍ୟ ରୂପକ ବୀଜ ବୁଣିବା ଆବଶ୍ୟକ। 38 ମନ ମାରି ବସି ରୁହନା, ଦୁଶ୍ଚିନ୍ତା ମାଡ଼ି ବସିବ।
ସର୍ବଦା କିଛି ନା କିଛି କର୍ମରେ ନିଜକୁ ନିୟୋଜିତ କରି ରଖ। ଅନ୍ୟ ସମୟରେ ହସ ଖୁସି କର। ଆବଶ୍ୟକ ବିଶ୍ରାମ ନିଅ ଏବଂ ପ୍ରତ୍ୟେକ ଦିନ ସୁନିଦ୍ରା ଯାଅ। ତେବେ ମନରେ ବେକାର ଭାବ କେବେ ବି ଆସିବ ନାହିଁ। ହଜାରେ ଦୁଶ୍ଚିନ୍ତାକୁ ଏଡ଼ାଇ ହୋଇପାରିବ। 39 ସମୟ ଏବଂ ଶିକ୍ଷକ ଏ ଦୁଇ ଜଣ ଆମକୁ ଶିକ୍ଷା ଦିଅନ୍ତି। ତଫାତ୍ କେବଳ ଏତିକି, ଶିକ୍ଷକ ଆମକୁ ଶିକ୍ଷା ଦେଲା ପରେ ପରୀକ୍ଷା କରନ୍ତି, ଆଉ ସମୟ ଆମକୁ ପରୀକ୍ଷା କଲା ପରେ ଶିକ୍ଷା ଦିଏ। 40 କୌଣସି ଭଲ ଲୋକ ସହିତ ଅଧିକ ଖରାପ ବ୍ୟବହାର କରନ୍ତୁ ନାହିଁ। କାହିଁକି ନା ସବୁଠୁ ସୁନ୍ଦର କାଚ ଭାଙ୍ଗିଗଲେ ତାହା ହତିଆରରେ ପରିଣତ ହୋଇଯାଇଥାଏ। ଯଦି ଆମ ଭିଡିଓ ଆପଣମାନଙ୍କୁ ଭଲ ଲାଗୁଥାଏ ତାହେଲେ ଗୋଟେ ଲାଇକ୍ କରନ୍ତୁ, ଗୋଟେ ସେୟାର କରନ୍ତୁ, ଆଉ ଗୋଟେ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନ କୁ କ୍ଲିକ୍ କରି ଅଲ୍ ନୋଟିଫିକେସନ ରେ କ୍ଲିକ୍ କରନ୍ତୁ, ଯାହା ଫଳରେ ଆମେ ଯୋଉ ଭିଡିଓ ଅପଲୋଡ କରିବୁ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।